এই গরমটাରେ ଆମେ ସବୁ ପଖାଳ ଆଣିକି ହୋଟେଲରେ ଖାଇଲୁ। ଗୋଟେ ସାର୍ଟ ଖାଲି ହେଇଗଲା 1200 ଟଙ୍କା। ଗେଷ୍ଟ କତରୁ ପାଇଲେ 100 ଟଙ୍କା। ନମସ୍କାର, ଜୟ ଜଗନ୍ନାଥ। ମୋ ନାଁ ସିପୁନୁ, ଭୁବନେଶ୍ୱରରେ କାମ କରେ। ତା ସହିତ ମୁଁ ଗୋଟେ କଣ୍ଟେଣ୍ଟ କ୍ରିଏଟର। ଟାଇମ ଏବେ ହେଇଛି 10ଟା ଆଡେ। ମୋର ଡ୍ୟୁଟି ଅଛି 1ଟାରେ। ଆମର ପ୍ଲାନ ଅଛି V2 ଯିବୁ ବୋଲି, କାହିଁକି ନା ମୋର କିଛି କିଣିବାର ଅଛି। ଆଉ ଭୁଳା ତା ଭାଇ ପାଇଁ କିଛି ଆଣିବ। ଫାଷ୍ଟ ଆସିଲୁ ହୋଟେଲକୁ ଖାଇବାକୁ। ଏଠି ପୂଜା ଦିଦି ଥିଲା, ତା ସହିତ କଥା ହେଲି। ତାପରେ ଖାଇକି ଭୁଳା ମୁଁ ବାହାରିଲି V2 ଯିବୁ ବୋଲି। ଏଇଖିନା ଆମେ 4 କିଲୋମିଟର ଚାଲି ଚାଲି ଯିବୁ। ଖରା ବି ପ୍ରବଳ ହେଇଛି। V2 ପହଞ୍ଚିକି ପ୍ୟାଣ୍ଟ ସାର୍ଟ ସବୁ ଦେଖିଲୁ। ତା ଭାଇ ପାଇଁ ସେ ସବୁ କିଣିଲା। ମୁଁ ଗୋଟେ ଟି ସାର୍ଟ ଆଉ ଗୋଟେ ପ୍ୟାଣ୍ଟ ଆଣିଲି। ନେଇକି ଆସିଲି ବିଲ୍ କରିବାକୁ। ଟୋଟାଲ ମୋର ଦିଟା ମିଶିକି ପଡିଥିଲା 1200 ଟଙ୍କା। ବାଟରେ ଆସିଲା ବେଳେ ଜଳଛତ୍ର କିଡ୍ ଓ କିନ୍ସ ତରଫରୁ ସବୁଦିନ ଏଠି ଦିଆଯାଏ। ଆମକୁ ପ୍ରବଳ ଶୋଷ ଲାଗୁଥିଲା। ଦହି ପାଣି ପିଇକି ପଳେଇ ଆସିଲି ରୁମକୁ। ମୋ ଜାମା ପ୍ୟାଣ୍ଟ ଚଉଦେଇକି ରଖିଲା। ତାପରେ ମୁଁ ଗାଧେଇକି ବାହାରିଲି ଡ୍ୟୁଟି ଯିବି ବୋଲି। ଏଇପରେ ଡ୍ୟୁଟି ଯିବାଟା ଭାରି କଷ୍ଟ, ଇଚ୍ଛା ହଉନି। ଯେତେବେଳେ ଡ୍ୟୁଟି ଆସିଲି ଗୋଟେ ଅର୍ଡର ଦେଇତେ ଗଲି। ଆଜି ଗରମ ହଉଛି ବୋଲି ପୂଜା ହେଇଥିବା ସୋନାଲି ଦିଦି ପଖାଳ ଭାତ ଖାଇବେ ବୋଲି ରେଡି କରୁଛନ୍ତି। ପଖାଳ ଭାତ ଦହି ପକେଇକି ରେଡି ହେଇଗଲା। ଏପଟେ ଆଳୁ ଛେଚା ଟମାଟୋ ଛେଚା ଦଳା ଚାଲିଛି। ନେଇକି ପଳେଇ ଆସିଲେ ବାପୁନ ମୁଁ 2 ଜଣ ଖାଇଲୁ। ଖାଇସାରି ଅର୍ଡର ଦେଇତେ ଗଲି। ଟିପ୍ସ ମିଳିଲା 100 ଟଙ୍କା। ଆଜିର କିଛି ଖର୍ଚ୍ଚ ହେଇଗଲା। ଆଜିର ବ୍ଲଗ ଏଇ ରଖୁଛି, ଆଉ ଦେଖିବା ନେକ୍ସଟ ବ୍ଲଗରେ।